ଦେଖନ୍ତୁ ସାଙ୍ଗମାନେ ମୂଷା ପଡିଛି ଯନ୍ତାର ଆଜି କୋଉଠିକି ଯିବ କି। ତ ଦିଟା ବିଲେଇ ମରାମରି ଲାଗିଛନ୍ତି ଗୋଟେ ମୂଷାକୁ ମାନେ ଖାଇବା ପାଇଁ। ତ ଦି ପଟର ବାଟ ଅଛି। ଫ୍ରେଣ୍ଡସ୍ ବର୍ତ୍ତମାନ ଆମର ଯନ୍ତାର ମୂଷା ପଡି ଯାଇଛି ତ ଆପଣ ମାନେ ଦେଖନ୍ତୁ। ଏଇଭଳିଆ ଧରିଥିବେ ହେଲା ଏଇଭଳିଆ ଟାଣିଦେବୁ ଏଇଠି ଖାଲି ଟିକେ ନଗେଇଦେବୁ ହେଲା। ହଁ 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 ବିଲେଇ ଜଗିଛି ମୂଷାକୁ ମୂଷା ଜନ୍ତା ଭିତରେ ପଶିଛି। ତ ଫ୍ରେଣ୍ଡସ୍ ସମସ୍ତେ ଦେଖନ୍ତୁ ଆଜି ମୂଷା ପାଇଁ ଜନ୍ତା ତିଆରି ହେଲା। ମତେ ଅନଉଛି ଜନ୍ତାର ଡିଜାଇନ ଟା ଦେଖନ୍ତୁ କୋଉଭଳି ଭାବରେ। ବାପ ଅଧିକ ନହେଲେ ବୁଝୁଛନ୍ତି ନା। ତ ଫ୍ରେଣ୍ଡସ୍ ବର୍ତ୍ତମାନ ବୋଉ ବାଁଶ ଚିରାରେ ବ୍ୟସ୍ତ ଅଛି। ଆଉ ବର୍ଷା ଦେଖନ୍ତୁ କୁକୁର କୋଉ ଭଳି ଆସିଲାଣି ମାନେ ଅନ୍ଧାର କରିକି। ଆଉ ଠୁପା ଠୁପା ମଧ୍ୟ ପକେଇଲାଣି। କିଏ ଗଲା? ବର୍ଷା ଆସିଲାଣି, ବର୍ଷା ହେଲାଣି, ବର୍ଷା ହବ ମଧ୍ୟ ଆଉ। କେତେ ଜୋରୁ ଅନ୍ଧାର କରିକି ଆସିଲାଣି ଦେଖନି ସେଇପଟର। ଏତିକି ହେଇଯିବ ଏତିକି ହେଇଯିବ ନା। ଚୁଲି ତ ସବୁବେଳେ ଉଦା ରହୁଛି। ତ ବର୍ଷା ପକେଇଲାଣି ପଳେଇ ଆସୁନ ଏବେ। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଯୋଉ ଚୁଲି ଆମେ ଯୋଉ ବନେଇଥିଲେ ମୁଁ ତ ଆପଣଙ୍କୁ ପୂର୍ବ ଭିଡିଓରେ ମୁଁ ଦେଖେଇଛି। ତ ଚୁଲି କମ୍ପ୍ଲିଟ ହେଇସାରିଲାଣି କେବଳ ମୁହଁ ଟିକେ ମାନେ ବାହାରିବ। ଡବା ଦିଆ ହେଇଛି। ତ ଡବା ନ ଦେଇଥିଲେ ବି ଚୁଲି ମୁହଁ ଖାଲି କଟା ହେଇଥାନ୍ତା ସେମିତି ବି ହେଇଥାନ୍ତା। ମୁଁ କେବଳ ଡବା ଦେଇ ଦେଇଛି। ତ ଆଜି ଟିକେ ଖରାପ ଦେଖେଇ ଦେଇଥିଲି ପୁରା ଟାଣି ହେଇଛି। ତ ବର୍ଷା ତ ପଡୁଛି ତା ସେଠି ଦେଖନ୍ତୁ କାଦ ରହିଛି ସେ କାଦରେ ଚକୁଟିକି ମୁଁ ଏଠି ଚୁଲି ବନେଇଥିଲି। ତ ଚୁଲି ବହୁତ ଧୂଆଁ ମଧ୍ୟ ହଉଛି ପାଣି ବି ଉଠୁଛି। ଆଉ ରୋଷେଇ କରିବା ପାଇଁ ଅସୁବିଧା ହଉଛି ଯେହେତୁ ସେଇଥିପାଇଁ ଚୁଲି ଟା ବନେଇଥିଲି। ତ ଚାଲନ୍ତୁ। ତ ଉପରେ ବର୍ଷା ପଡୁଛି ନା ପଡୁଛି। କାଇଁ ମତେ କଣ ଜଣା ହଉନି ବର୍ଷା ପଇଲା ଭଳିଆ ବର୍ଷା କିନ୍ତୁ ହଉଛି। ଆଗରୁ କୁକୁର ଚାରିଟା ଯାଉଛନ୍ତି। ସେ ଘର ସେ ଦ୍ୱାର ସେ ବାଡି ଆମର ସବୁ ପାଗଳ। ତ ଫ୍ରେଣ୍ଡସ୍ ବର୍ତ୍ତମାନ ଦେଖନ୍ତୁ ଆମ ଘରେ କୋଉମାନେ ବସିଛନ୍ତି। ଇଏ ହେଲା ମୋ ବୋଉ। ଆର ହେଲା ଆଜି ମୁଣ୍ଡ କୁଣ୍ଡେଇଛି ନା ଆମ ଘରକୁ ଆଇଛି। ଆମର ତା ମୁଣ୍ଡ ଟା ଝାମ୍ପୁରି ଝାମ୍ପୁରି ହେଇଛି ତ ସେଇଥିପାଇଁ ପଚାରିଲି ମୁଣ୍ଡ ଆଜି କୁଣ୍ଡେଇଛି ନା। ସେ ଦିପହରେ ଆମେ ଶୋଇଥିଲୁ ତ ସେ ଆସିକିରି ଫେରିକି ଯାଇଛି ଆମକୁ ଡାକି ନାହିଁ ଆମେ ଡାକିଥିଲୁ କି ଆସିକି। ସେ ଟିକେ ବର୍ଷା ଦିନ ହେଲା କବାଟ ଟା ଖୋଲୁଛି ନା ଏରା ଚାବିଲା ବେଳକୁ ରହୁଛି। ଆଉ ଶୀତ ଦିନ ଆଇଲେ ତାକୁ ଯୋଉ ପଳେଇ ସକାଳ ପାଇଲା ବେଳେ ଦେଖିଥିଲୁ ସକାଳ ପାଇଲା ଦେଖିଥିଲୁ ଆଉ ବେଳା ଆଇଲା ଖେଳୁଥିଲା। ଚକଲେଟ ଗୋଟେ ଦଉନୁ ଖାଇବାକୁ।
କାଗଲେ ଏ ଖଟା ଚକଲେଟ ଆଣିଛୁ ଆମକୁ ଖାଇବି ଆଉ ବୁଢୀ ମାଉସୀ ଖଟା ଚକଲେଟ କିଣିକି ପଳେଇ ଗୋଟେ ଦୋକାନ ପଇସା ଦବ ମତେ ଗୋଟେ ଦେ ମୁଁ ଟେଷ୍ଟ କରିବି ପଇସା ଖଟା ମାରିବା ତେନ୍ତୁଳି ଖଟା କାଣା ଲାଗୁଛି ତେନ୍ତୁଳି ଖଟା କାଣା ଲାଗୁଛି ନା ମୁଁ ଖାଇନି ଗୋଟେ ଛୁଆଙ୍କୁ ଖେଳୁଥିଲେ ତାଙ୍କୁ ଦେଇନି ଗୋଟେ ଗୋଟେ ଯାଉଛି ମଟର ବୋର୍ଡ ହେଲା ବୋଲି ତ ମନଟା ଦୁଃଖ ନାହିଁ ଆଇଲା ଯାକଲା ଦୋକାନ ଛାଡି ଆଇଲା ଦୋକାନ ଛତା ଛାଡି ଯାଇଛି ତା ଦୋକାନ ମା ଦୋକାନ ଛାଡି ଯାଇଛି ସେ ଛତା ଟା ରଖିଦେଇଛି ୟାକୁ ଇଏ ପଛର ଗଲା ବେଳକୁ ଅଣ୍ଡା ଆଉ ସେ ମାନିଲା ନା ଛତା ଟା ରଖିଦେଲା ବାପା ଯୋଉ ଗଲା ତୁ ଆସିଲୁନି ଜାଣ କୁଆଲା ଫୋନ ପା କରାହେଇଥିଲା ଜାଣିନୁ କଣ ତୁ ଗୋଟେ ମୋବାଇଲ ରଖୁନୁ ବାପା କହୁଛୁ ପଇସା କହୁଛୁ ମତେ ଦେଇଦେବୁ ମୁଁ ମୋବାଇଲ ଗୋଟେ କରିଦେବି ହେଲା ମୋବାଇଲ ଦେଇଦେ ମୋ ପଇସା ଯେ ପାଉଛି ବତା ମୁଁ କହୁଛି ତୁ ମାସେ ଖଣ୍ଡେ ଲେଖା ଶାଢୀ ପିନ୍ଧିବୁ ତୋର ଖର୍ଚ୍ଚ କଣ ତୁ 1000 ଟଙ୍କା ପାଇବୁ ମାସକୁ ଖଣ୍ଡେ ଶାଢୀ ପିନ୍ଧିବା କଥା ନୂଆ ଶାଢୀ ଆଣିଛୁ କି ରଖିଦେଲୁ ପିନ୍ଧିକି ବସିଲୁନି ଏଇଟା ସକାଳ चले नहीं वीडियो ओके स्कूल आज इन कर देछि नुआ रूप रे तो देखि ते सेति पई मु वीडियो कर देली आ लंठन तम स्कूल में लंठन दो चिन्ह कौन कौन मिले जूता छत्ता आ कोन आ कोन कौन कौन दो दिन को चप्पल मिले बूट बूट करूँ बूट आउ कौन पैंट जामा आ भीतर गंजी सब टुपी दौना दिया स्कूटी मिले गोटे गोटे चढ़ी जीव आगे बढ़िया ना चार चकिया गाड़ी मिले जूता जूता हल्का पिन देवे चलिए बूटा बूट पवन लगे बूट मांडिया नुआ रूप नुआ ढंग नुआ चाणी रे आज अगी को देखु समस्ते हाँ इंस्टा भारी लेके अगे आज अंडा ना स्कूल
ମାଣ୍ଡିଆ ଲଡୁ ଦଉଥିବେ ସେଥିରେ ପାଣି ଆଣି ଯାଇଥିଲୁ ମାଣ୍ଡିଆ ଲଡୁ କରି ବନେଇକି ଦଉଛନ୍ତି ତା ଦେହରେ ଖସା ବି ପଡୁଛି ମିଠା ନାଗୁଛି ସେଇଟା ନା ଗୋଟେ ଗୋଟେ ଦେବେ ନା ଯୋଉ ଦିନ ନ ଯାଇଥିବେ ଦି ଦିଟା ଦେବେ କେବେ ଟେଷ୍ଟ କରିବ ଗୋଟେ ଗୋଟେ ଅଣ୍ଡା ମିଳୁଛି ଡେଲି ନା ଗୋଟେ ସପ୍ତାହର କେତେ ଦିନ ମିଳେ 3 ଦିନ 3ଟା ଅଣ୍ଡା ଆଉ ଗୋଟେ ମୂଷା ଗୋଟେ ଆଜବେଷ୍ଟରେ ଯାଉଛି ମୂଷା କେତେ ବଡ ମୂଷା ପଛ ପଟ ଗଲା ସେ ତାଳ ପିଠା ଦେଇଛନ୍ତି ମୂଷା ଖାଇବ ଭଲ ଜନ୍ତା ଜନ୍ତା ବସେଇ ପାରିବନି ବାପା ବସେଇ ବାପା ତ ଢେର ମୂଷା ମାରୁଛି ଜନ୍ତା ବସେଇ ବଡ ମୂଷାଟା ଗଲା ପରେ ଗୋଡାଣ ଦିଅର ପଛପଟ ଅଗି ଏଇଥର ଅଣ୍ଡା ଯଦି ମିଳିବ ମତେ ଆଣିକି ଦବୁ କଞ୍ଚା ଅଣ୍ଡା ହଉ ଆମେ ତାକୁ ଗୋବରରେ ପୋଡିକି ଖାଇଦବା ଦେଖିଛୁ ନା ଗୋବରରେ ପୋଡିକି ଖାଉଥିଲା ଅଣ୍ଡା ଆଉ ଓହୋ ତା ଦି ପଟର ବାଟ ଅଛି ଜିତୁ ତାର ଗୋଟେ ପଟର ବାଟ ପାଇଲା ଏପଟର ମୁଁ ପାଇନି ଟିକେ ଟିକେ ବଟ ବଡ ମାନେ ଟିକେ ଘି ଲଗେଇଦେ ତ ବାସ୍ନା ତ ସବୁ ପଳେଇ ଆସିବ ଆଉ ଏପଟେ ବନ୍ଦ କରିଦିଅ ତାପରେ ଏଇଟାକୁ କିରଣ ଟାଣିଥିଲ ଏଇଭଳିଆ ଧରିଥିବୁ ହେଲା ଏଇଭଳିଆ ଟାଣି ଦେବୁ ଏଇଠି ଖାଲି ଟିକେ ନଗେଇଦେବୁ ହେଲା ହଁ 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 ମୋ ବାପା ଥିଲା ଇଞ୍ଜିନିୟର ଆଉ ମୁଁ ତା ପଛକୁ ବାହାରିଛି ଆଉ ହଁ ଆଉ କାଲି କୋଉଠି ତୋର ବସିବା କଥା ନେଇ ବସେଇଦେବୁ ଏଇ ଗୋଡାଉନରେ ଯିବା ଆସିବା କରିଥିଲା ତ ଫ୍ରେଣ୍ଡସ୍ ସମସ୍ତେ ଦେଖନ୍ତୁ ଆଜି ମୂଷା ପାଇଁ ଜନ୍ତା ତିଆରି ହେଲା ଆଉ ତା ଭିତରେ ଖାଦ୍ୟ ଦିଆଯାଇଛି କାଲି ରାତି ପାଇଲେ ଜଣା ପଡ଼ିବ ଜନ୍ତା ପଡ଼ିଲା କି ନାହିଁ ଜନ୍ତାରେ ମୂଷା ପଡ଼ିଲା କି ନାହିଁ ତ ଆପଣମାନେ ଦେଖନ୍ତୁ ବର୍ତ୍ତମାନ ଜନ୍ତାଟି କୋଉଭଳି ଭାବରେ ତ ହାତ ଲାଗିବେ ଆଉ ଟିକେ ବଡ ଦିନେ ଦେଖିନାହାନ୍ତି ସିଏ ତାହେଲେ ଟାଣିକିରି ଖାଇବନି ନା ତୁ ନରମା ପିଠା ଦେଇଛୁ ସେ ହଉଛି ପଳେଇଯିବ ଖସିକି ବଡ଼ା ପିଠା କ'ଣ ପାଇଁ ହଁ 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 ଠିକ୍ ସେଟା ବି ଟାଣିକି ଖାଇବ ରେ এই রুটিটা না রুটি টিকে এর নগে দেবো না সে রুটি তাহলে টাণিও পটাঙ্গিনা পড়িଯିବ সত কথা না অগি অগি মহাশয় জন্তার ডিজাইনটা দেখন্তু কোভଳି ଭାବରେ ମାନେ ଏପଟ ସାଇଡ୍ ଗୋଟେ ଅଛି ମାନେ ବାଟ ଏପଟରେ ବନ୍ଦ କରାହେଲା ଏପଟରେ ବନ୍ଦ କରାହେଲା ଆଉ ଏପାଖ ସାଇଡ୍ର ମୂଷା ଯିବ ତା ଭିତର ମାନେ ରହିଛି ଯୋଉ ଆମର ଯୋଉ ପିଠା ଦିଆ ହେଇଛି ତାଳ ପିଠା ସେଟା ଟାଣି ବୁଲ ସେରେ କଣ ହବନି ସେଟା ଟାଣିକି ଖାଇବୁନି ନା ହଁ ତ ଟାଣିକି ଯେତେବେଳେ ଖାଇବୁ ସେ ପଟାକିନା ଭିତରେ ପଡିଯିବ ଏଇ କବାଟଟା ସେତେବେଳେ ଟାଣିକି ଭିତରେ ସେ ଖାଦ୍ୟଟା ଯୋଉ ଖାଇନେ ଏଇ କବାଟଟା ପଟାକିନା ପଡିଯିବ କଣ ଟିକେ ରଖିଦଉ ହଁ ବା ବାପା ସବୁବେଳେ ରୁଟି ଦିଏ ଖାଇବା ପାଇଁ ତ ଫ୍ରେଣ୍ଡସ୍ ଆଜି ଢେର ସମୟ ପରେ ଜନ୍ତାଟି ବନେଇଲୁ ଆମେ ତେଣୁ କରିକି ବାପା ସବୁବେଳେ ବନେଇ ତ ଆମେ ତ ବନେଇ ନଥିଲୁ ଆଜି ବାପାକୁ ସ୍ମରଣ କରୁଛୁ ଯେ ବାପା କୋଉଭଳି ବନଉଥିଲେ ଜନ୍ତାଟିକୁ ପ୍ରାୟ 100ଟା ଖଣ୍ଡ ମୂଷା ବାପା ଏଇ ଜନ୍ତାରେ ଧରିଛି ଏ ଜନ୍ତାନି ଆଉ ଗୋଟେ ଜନ୍ତା କିନ୍ତୁ ଏଇ ଜନ୍ତାଟି ଆମେ ଦେଖୁଛୁ କୋଉଭଳି ଲଗାଯିବ ତ ଫାଇନାଲି ଲଗା ହେଇ ତାର ମାନେ ପାଇଗଲୁ ସେପଟ ବନ୍ଦ ଏପଟ ଖୋଲା ଯେତେବେଳେ ସେ ଟାଣିକିରି ଖାଇବ ସେତିକାଳେ ସେ ମଜା ଜାଣିପାରିବ ମୁଁ ମୋର ଗୋଟେ କିଛି ହେଇଛି ଆଉ ନା ଲୋ ସିଏ ଯେତେବେଳେ ଏଇ ଯୋଉ ନାଇଁ ଯୋଉ ଖାଦ୍ୟ ଦିଏ ଦିଆ ହେଇଛି ସେ ତା ପାଟିରେ ତାକୁ ଟାଣିବ
ଏରଣ୍ଡି ଖାଇକି ଟିକେ ଯଦି ହଲେଇବ ଏର ଚାଲିନା ବସିଯିବ। ମା ଇଏ ଇଏ ଆନି ଦେଖ ପଟାଙ୍କି ନା ଚମି ପଡିଛି। କତେ ଭୂମିକମ୍ପ ହେଲା ଗୋଟେ ଅଗି ଅଗି ଟିକେ ଖାଲି ଟାଣିବ ଏଇଟା ଚାଟିକି ନେଇଛି ଚାଟ ବନେଇଯିବ ଟିକେ ଲାଗିଛି ଚାଲ ଥିରିକିନା ହେଇଠି ଗୋଡା ହେଇଠି ଅଗି ଟର୍ଚ୍ଚ ଧରିକି ଦେଖ ଆସୁଛି। ଅଗି ଯୋଉ ଚମକା ଚମକି ହେଇଛି ଆଜି ଆଜି ରାତିରେ ଆଜି ଶୋଇବୁ ନା ବେ ଦେଖା ହବ ନା ଖାଲି ଲଗେଇ ଦେଇକି ରଖିଦେ। ହେଇ ଗୋଡ ଆଣିଲେ ଯିବା ଯା କରଲା ଭିତରୁ ଟିକେ ପେଲି ଦେବୁ ଗଡ଼େଇ ପକେଇବେ ହଲ ହଲ କରିକି ନା ନାଇଁ ଗୋଡ ଆଣିଲେ ରଖିପାରିବୁ ନା ହାତ ପେନା ଏଇ ଯିବା ଆସିବା ବାଟ ସେଇଟା ତାଙ୍କର ସେ ଉପର ହଉନାହିଁ ନା ଏଇଠି ରଖିଦେ ନହେଲେ ତ ଫାଇନାଲି ହେଇଗଲା କାଲି ଜଣାପଡ଼ିବ ମୂଷାଟା ଆସିକି ରହିବ କି ନାହିଁ। ତ ଫ୍ରେଣ୍ଡସ୍ କାଲି ଯୋଉ ମୂଷା ଆମର ଜନ୍ତା ଯୋଉ ଗଛ ମାନେ ବସା ହେଇଥିଲା ସେ ଜନ୍ତାରେ ବି ଗୋଟେ ମୂଷା ପଡିଯାଇଛି। କେତେ ବଡ ମୂଷାଟେ ପଡିକି ଦେଖିବା ଚାଲନ୍ତୁ ତ ଦେଖଉଛି ଆପଣ ମାନଙ୍କୁ ତ ଦେଖନ୍ତୁ କୋଉଭଳି ମାନେ ଜନ୍ତା ଭିତରେ ମୂଷା ପଡିଯାଇଛି କାଲି ଯୋଉ ଜନ୍ତା ବସା ହେଇଥିଲା ଆପଣ ମାନଙ୍କୁ ଦେଖେଇଥିଲି ରାତିରେ ପଡିଯାଇଛି ଦେଖନ୍ତୁ ସାଙ୍ଗମାନେ ମୂଷା ପଡିଛି ଜନ୍ତାର ଆଜି କୋଉଠିକି ଯିବ କି ମାନେ ଚାରିଆଡିକି ଯିବ ପାଇଁ ସେ ରାତି ସାରା ଛଟପଟ ହେଇଛି ବୋଧେ ଜନ୍ତା ଭିତରେ ଆଜି ପଡିଯାଇଛି କାଲି ମାନେ ଫାଷ୍ଟ ନୂଆ ବସା ହେଇଛି ଜନ୍ତା ଟା ଆଜି ବୋଇ ନେଇଯାଇଛି ତ ଚାଲନ୍ତୁ ନେଇ ଆସିବି ତଳୁକୁ ତ ଦେଖେଇବି ଆପଣ ମାନଙ୍କୁ ଅନ୍ଧାରିଆ ଦେଖାଯାଉଛି ଟିକେ ଉପରର ମାନେ ଜନ୍ତା ଟା ଉପରେ ବସା ହେଇଛି ଆଉ ବାୟୁରେ ମଧ୍ୟ ବର୍ଷା ହଉଛି ବାପ ଅଧିକ ନହେଲେ ବୁଝୁଛନ୍ତି ନା ପଡିଯାଇଛି ଆଜି ଆହୁରି ପିଠା ଅଛି ନ ଖାଇକି କଣ ହାଲ କଣ ମତେ ଅନଉଛି ଦେଖା ଦେଖା ଭଲ ଆଖିରେ କେତେ ବଡ ବଡ କାମୁଡି ଖାଇଯିବ ସେରକମ ସେ ରାଗିକି ନାଞ୍ଜ ଟା ଅଟିକି ହେଇଛି ନା ଏପଟ ଖୋଲିନେ ସୁଧା ସେ ଯାଇପାରିବିନି ଏଇ ଯାକ ନାଞ୍ଜ ଯାକ ଚାକିଲେ ସୁଧା କଣ ସେ ତାର ଇଏ ନା କଣ ସେ ତଥାପି ଛାଟି ପିଟି ହଉଛି ନାଞ୍ଜ ବରଂ ଛିଡି ଯାଉ ମୁଁ ଭାରି କହିବି ଏଇଟା ବୋଧେ ଯାଉଛି ନା ପଡିଯାଇଛି ଏଇଟା ଚାଉଳିଆ ମୂଷା ଆଖିରେ କଲେ ଡିମ୍ବା ଡିମ୍ବା କାଟି ତ ଫ୍ରେଣ୍ଡସ୍ ବର୍ତ୍ତମାନ ଆମର ଜନ୍ତାର ମୂଷା ପଡିଯାଇଛି ତ ଆପଣ ମାନେ ଦେଖନ୍ତୁ କୋଉଭଳି ଭାବରେ ମୂଷାଟି ପଡିଯାଇଛି ଏପଟର ନାଞ୍ଜ ଟା ଦେଖନ୍ତୁ କେତେ ତାର ମାନେ ନାଞ୍ଜ ଟା କେତେ ଯିଏ କହିବା ଏଟା ଗୋଟେ କାଠିଟେ ଦେଖିଲା ବେଳକୁ ନାଞ୍ଜ ଆଉ ଦେଖନ୍ତୁ କୋଉଭଳି ଜନ୍ତାର ମୂଷା ପଡିଯାଇଛି ନାଞ୍ଜ ଗୋଟେ କଣ ହବ ନା ବୋଉ ନାଞ୍ଜକୁ କହି ନାଞ୍ଜ ଗୋଟେ ଦିନ ମରିବ ତା ହାତ ତା ଗୁଡ ଏପଟରେ ବି ବାହାରି ପଡିଛି ମୂଷା ଜନ୍ତାର ପଡିଯାଇଛି ଆଜି ବଇନି ହେଇଛି ମୂଷା ଜନ୍ତା ଫ୍ରେଣ୍ଡସ୍ ଏଠି ଗୋଟେ ସାପ କୁଶା ଛାଡିକି ଯାଇଛି ଦେଖନ୍ତୁ ମାନେ ଚାରିଆଡେ ଆମର ସାପ ମୂଷା ବେଙ୍ଗ ଆଉ ବିଲେଇ ମଧ୍ୟ ଏଠି ଶୁଉଛି ଚୁଲିରେ ତାକୁ ପୁରା ତାୱା ରଖିଦେଇଛି ଭିତରକୁ ନ ଯିବା ପାଇଁ ଛୁଆଟା ଆଶା କାଲି ଗୁଳେଇଥିଲି ଆଇଲା ନା ପୁଣି ତା ମୁହଁରେ ଦେଇଥିଲି ସେ ଉପରେ ତା ଅସନା କଣ ମୁହଁ ତ କହିଦେ ଆଜି ଫାଇନାଲି ଉଠା ଚୁଲି ଯୋଉ ବନା ହେଇଥିଲା ଆଜି ମାନେ ଆଜି ବସିଲା ଉଠା ଚୁଲିରେ ମାନେ ଜଳା ହେଲା ଆଜି ଫାଇନାଲି
ବିଲେଇ ଜଗିଛି ମୂଷାକୁ। ମୂଷା ଜନ୍ତା ଭିତରେ ପଶିଛି। ମଜାଟା ଏଇଲୋ ବାବା ବିଲେଇ ମୂଷାର ଖେଳ ଚାଲିଛି ବର୍ତ୍ତମାନ। କିନ୍ତୁ ଜନ୍ତା ଭିତରେ ଅଛି କେହି ନେଇପାରିବେନି ନା କେହି ସବୁ ଆମରି ହାତରେ ଅଛି। ଜନ୍ତାଟା ଖୋଲିଦେନେ ମୂଷା ଦିଟା ଝାମ୍ପିକି ନେଇଯିବେ ମରାଉ ନାଗି। ଆଉ ବିଲେଇ କ'ଣ ଜନ୍ତା ଖୋଲିଦେବ ନା ଖୋଲି ପାରିବେନି। ଦିଟା ବିଲେଇ ଗୋଟେ ମୂଷାକୁ ଜଗିକି ରହିଛନ୍ତି। ହାବୁଡରେ ମୂଷା ପଡିଛି ଆଜିରେ। ତ ଆଜି ଗୋଟେ ବଣଭୋଜି ଫିଷ୍ଟ କରିଦବା। ବିଲେଇ 2 ଜଣ ଆଜି ବଣଭୋଜି ଫିଷ୍ଟ କରିବେ। छोटा छोटी लगी गई ଅନଉ ନାଇଁ ଲୋ ଡାକିଲା ବେଳକୁ ଅନଉ ନାଇଁ। ଜଳୁଛି ବା ଭିତରେ ଲୋ ଉପର ଘଷି ପକେଇ। ଫାଇନାଲି ଜନ୍ତାରେ ମୂଷା ପଡ଼ିଯାଇଛି। ତେଣୁକରି ଦିଟା ବିଲେଇ ତାକୁ ଜଗିଥିଲେ କିନ୍ତୁ ପାରିଲେନି। ଆଉ ଗୋଟେ ବିଲେଇ ମାନେ ଚେଷ୍ଟାରେ ରହିଛି। ତ କ'ଣ ହେଉଛି ଦେଖିବା। ମୂଷା କିନ୍ତୁ ଭିତରେ ତାର ମାନେ ରହିଛି। ଦେଖାଯାଉ କୋଉ ମୂଷାଟି ତାକୁ ମାନେ ନଉଛି। ଗୋଟେ ଧଳା ମୂଷା ଗୋଟେ ଭୁଆ ମୂଷା ବସିଥିଲା ଏଠି ପଳେଇଲା। କାଇଁ ଅନେଇଛି ନା କୋଉଠି ଅନେଇଛି ସେଇଠି ନା ତତେ ଅନେଇଲା ସେ ଆସିଆ। ଆଉ ଗୋଟେ ବିଲେଇ କୁଆଡ଼େ ଗଲା? ତ ଦିଟା ବିଲେଇ ମରାମରି ନାଗିଛନ୍ତି ଗୋଟେ ମୂଷାକୁ ମାନେ ଖାଇବା ପାଇଁ। ଦେଖନ୍ତୁ କୋଉ ଭଳି ଭାବରେ ନାଗିଛନ୍ତି ମରାମରି। କିରେ ତମେ ଦିଟା ନାଗିଛ କିଏ ଆଲୋ ଏଠି? କାଳିଆ ବୁଆ କୋଉଠି ଥିଲା ଇଏ ବିଲେଇଟା ଆସି ଏଇଠି ପହଞ୍ଚିଛି। ଏଠି ମୂଷାଟାକୁ ନ ଖାଇକି 2 ଜଣ ଜଗିଛନ୍ତି। ତୁ କା ଆଇଛୁ? ମୁଁ ତ ମୂଷାଟା ଏକିଟା ମୋର ତୁ କାହିଁକି ଆଇଛୁ? ଏଇଭଳିଆ ଆଉ ନାଗିଛନ୍ତି କଳି କଜିଆ।